ମୟୂରଭଞ୍ଜ ଆମ ଜନ୍ମ ମାଟି। ମୟୂରଭଞ୍ଜ ପ୍ରଗତି ଓ ପ୍ରତିନିଧିର ମାଟି। ମୟୂରଭଞ୍ଜ ବିଜ୍ଞାନ ଓ ବୈଜ୍ଞାନିକର ମାଟି। ତେଣୁ ଏ ମାଟି ସବୁବେଳେ ପବିତ୍ର। ଏଭଳି ମାଙ୍କଡା ପଥରରେ ତିଆରି ହେଇଥିଲା ଆଉ ବିନା ସିମେଣ୍ଟରେ ଯୋଡେଇ ହେଇଛି ଦେଖନ୍ତୁ। ଆଉ ଯଦି ମୁଁ ଆମ ଲୋକାଲ ଏରିଆରେ ଏଇଭଳିଆ ଜାଗା ଥିଲା ବୋଲି ମୁଁ ତ ନିଜେ ଜାଣିନଥିଲି। ଜଙ୍ଗଲ ବିଭାଗ ମନା କଲା ଯେ ଟ୍ରେନ ଏଥିପାଇଁ ଚାଲି ପାରିବନି, ବହୁତ ସାରା କାଠ ବାହାରକୁ ପଳଉଛି ବୋଲି ନା। ଆଉ ଇଂରେଜ ମାନେ କେବେ ଆସିଥିଲେ ଦେଖିଛ ଆଗରୁ? କେବେ ଇଂରେଜ ମାନଙ୍କୁ ଦେଖା ହେଇଛି କେବେ? ଆଉ ବିଶେଷ କରି ସମସ୍ତଙ୍କ ଜୀବନରେ ବ୍ୟସ୍ତବହୁଳ ସମୟ ଅଛି, ତ ସେଇ ବ୍ୟସ୍ତବହୁଳ ସମୟ ଭିତରୁ ଅଳ୍ପ ସମୟ ନିଜ ପାଇଁ କାଢନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ମୁଁ ୟୁବରାଜ ଶର୍ମା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ବ୍ଲଗରେ। ମୟୂରଭଞ୍ଜ ଆମ ଜନ୍ମ ମାଟି। ମୟୂରଭଞ୍ଜ ପ୍ରଗତି ଓ ପ୍ରତିନିଧିର ମାଟି। ମୟୂରଭଞ୍ଜ ବିଜ୍ଞାନ ଓ ବୈଜ୍ଞାନିକର ମାଟି। ତେଣୁ ଏ ମାଟି ସବୁବେଳେ ପବିତ୍ର। ମୟୂରଭଞ୍ଜରେ ଲୁଚି ରହିଛି ଅନେକ ସାରା କିମ୍ବଦନ୍ତୀ, ଲୁଚି ରହିଛି ବହୁତ ସାରା ଇତିହାସ। ତ ଅନେକ ଥର ଅନେକ ଲୋକ ଏହି ଗବେଷଣାରେ ଭାଗ ନେଇଛନ୍ତି ଏବଂ ମୟୂରଭଞ୍ଜର ଇତିହାସକୁ ଖୋଜିବାକୁ ଚେଷ୍ଟା କରିଛନ୍ତି। ତ ସେଇ ଚେଷ୍ଟା ଭିତରୁ ଆଜି ଆମେ ଏମିତି ଗୋଟେ ଜାଗାକୁ ଯାଉଛୁ ଅନ୍ୱେଷଣ କରିବା ପାଇଁ, ଯୋଉଠି ଲୁଚି ରହିଛି ମୟୂରଭଞ୍ଜର ପୂର୍ବ ଇତିହାସ, ବହୁତ ସାରା ଗାରିମା ଓ ବହୁତ ସାରା କିମ୍ବଦନ୍ତୀ। ଅନେକ ସମୟ ଆମେ କହିଥାଉ ମୟୂରଭଞ୍ଜରେ ଉନ୍ନତି ହୋଇନାହିଁ, ମୟୂରଭଞ୍ଜ ରେଳ କ୍ଷେତ୍ରରେ ପଛୁଆରେ ଅଛି। କିନ୍ତୁ ଆଜି ମୁଁ ଆପଣଙ୍କୁ ଏମିତି ଗୋଟେ ଜାଗାକୁ ନେଇକି ଯିବି ଯୋଉଠି ଆପଣଙ୍କୁ ଦେଖିଲେ ଲାଗିବ ମୟୂରଭଞ୍ଜର ପ୍ରଗତି ଆଜି ନୁହେଁ, ବହୁ ବର୍ଷ ଆଗରୁ ଆରମ୍ଭ ହୋଇଥିଲା। ଅବଶ୍ୟ ଏହା ସତ ଯେ ଆଜି ତାହା କ୍ଷିପ୍ର ହୋଇପାରିନାହିଁ, କିନ୍ତୁ ଆପଣଙ୍କୁ ଯୋଉ କିମ୍ବଦନ୍ତୀ ମୁଁ ଆଜି ଦେଖେଇବି ଆପଣଙ୍କୁ ଦେଖିଲେ ଲାଗିବ ମୟୂରଭଞ୍ଜର ଇତିହାସ ବାସ୍ତବରେ ବହୁତ ଉଚ୍ଚରେ। ରାଜା ମହାରାଜା କାଳରୁ ମୟୂରଭଞ୍ଜ ନିଜର ନାଁ ଆଉ ଗୌରବ ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛି। ତ ଆସନ୍ତୁ ଆଜି ଆମେ ଏମିତି ଏକ ଜାଗାକୁ ଯିବା ଯୋଉଠାରେ ରହିଛି ଆମ ମୟୂରଭଞ୍ଜ ରାଜାଙ୍କର ହାତ ଏବଂ କରିଥିଲେ ମୟୂରଭଞ୍ଜର ପ୍ରଗତି। ଏବଂ ଏଇ ଶିମିଳିପାଳ ପାଦଦେଶରେ ସେଇ ଜାଗାଟି ଅବସ୍ଥିତ। ତ ମନେ କରନ୍ତୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ଆଉ ଉପଭୋଗ କରନ୍ତୁ ଆମର ଏଇ ଶିମିଳିପାଳ ତଥା ଆମ ଏଇ ବ୍ଲକକୁ। ଶିମିଳିପାଳ ପାଦଦେଶରେ ଅଙ୍କା ବଙ୍କା ହୋଇ ଯାଇଛି ରାସ୍ତା, ଆଉ ଆମେ ବାହାରି ପଡ଼ିଲୁ ସେଇ ରାସ୍ତାରେ। ଅବଶ୍ୟ ଆମକୁ ଲକ୍ଷ୍ୟ ଠିକ୍ ସେ ଜଣା ନଥିଲା, ତେଣୁ ବାଟରେ ପଚାରି ପଚାରି ଯିବାକୁ ପଡ଼ିଲା। ସେ ଯାହା ବି ହେଉ ଶେଷରେ ଆମେ ପହଞ୍ଚିଗଲୁ ଲକ୍ଷ୍ୟସ୍ଥଳକୁ। ଏଇଟା ଏମିତି ହେଇତେ ପଡ଼ିବ। ଏଇ କିଛି ରାସ୍ତା ଯାଇତେ ନା ସେଇ ମୁରୁମଟା ସବୁ ଚେଞ୍ଜ କରତେ ହବ? ଗାଁକୁ ପଚାରିଲେ କହିଦେବେ ତ? ହଉ ହଉ। ଆଉ ଆମେ ବର୍ତ୍ତମାନ ପହଞ୍ଚିଛେ ସେଇ ଜାଗାକୁ। ଏହା ହେଉଛି ବାଙ୍ଗିରିପୋଷିରୁ ପାଖାପାଖି 15ରୁ 20 କିଲୋମିଟର ଭିତରେ ତାଳବନ୍ଧ ପାଖରେ। ଆଉ ମୁଁ ଯୋଉ ଜାଗାରେ ଛିଡା ହେଇଛି ସେଇଟା ହେଉଛି ସେଇ ଜାଗା। ଆଉ ବିଶେଷ କରି ଏଇଟା କାହିଁକି ପ୍ରାଧାନ୍ୟ ଦିଆଯାଏ ନା, ଯେତେବେଳେ ମୟୂରଭଞ୍ଜର ରାଜା ଥିଲେ ସେ ଗୋଟେ ରେଳ ଲାଇନ କରିଥିଲେ ତାଳବନ୍ଧ ପର୍ଯ୍ୟନ୍ତ। ଆଉ ଇଏ ହେଉଛି ତାର କିମ୍ବଦନ୍ତୀ ଆଜି ବଞ୍ଚିକି ରହିଛି। ତ ଏଇ ଜାଗାରେ ବହୁତ ପୂର୍ବେ ରେଳ ଆସୁଥିଲା, ରେଳ ସହିତ ଯୋଗାଯୋଗ ଥିଲା। କିନ୍ତୁ ଆଜି ସେ ରେଳ ଲାଇନ ନାହିଁ, ବୋଧହୁଏ ଚୋରି ହେଇଯାଇଛି। ଆଉ ବିଶେଷ କରି ତାର କିମ୍ବଦନ୍ତୀ ଆଜି ମଧ୍ୟ ବଞ୍ଚିକି ରହିଛି। ଆଉ ଆପଣ ଯଦି ଦେଖିବେ ଏଭଳି ମାଙ୍କଡା ପଥରରେ ତିଆରି ହେଇଥିଲା ଆଉ ବିନା ସିମେଣ୍ଟରେ ଯୋଡେଇ ହେଇଛି ଦେଖନ୍ତୁ। ଆଉ ଯଦି ମୁଁ କହିବି ଏଇଠି ଦେଖନ୍ତୁ ଚୂନ ଜରିଆକୁ ପ୍ରାୟ ଯୋଡେଇ କରାଯାଇଛି। ଆଜି ପର୍ଯ୍ୟନ୍ତ ତାର କିମ୍ବଦନ୍ତୀ ଦେଖନ୍ତୁ କେତେବେଳେ ହୋଇଛି, ସେତେବେଳେ ତ ସିମେଣ୍ଟ ନଥିଲା। ତ କିମ୍ବଦନ୍ତୀ ଅନୁଯାୟୀ ଏହା ଚୂନ ପଥରରେ ଯୋଡେଇ ହେଇଛି ଆଉ ମାଙ୍କଡା ପଥରରେ ତିଆରି ହେଇଛି। ଆଉ ୟାକୁ ଦେଖିଲେ ଲାଗୁଛି ଆହୁରି 100 ବର୍ଷ ପଳେଇବ। ହୁଏତ ଆଜିର ଇଞ୍ଜିନିୟର ମାନେ ସିମେଣ୍ଟକୁ ୟୁଜ କରି ମଧ୍ୟ ଏତିକି ଶକ୍ତ କରିବା ବହୁତ କଷ୍ଟକର, କିନ୍ତୁ ସେତେବେଳେ ଯାହା ହେଇଥିଲା ଆଜି ପର୍ଯ୍ୟନ୍ତ କିମ୍ବଦନ୍ତୀ ହିସାବରେ ମଧ୍ୟ ଜୀବିତ ଅଛି। ସେ ଯାହା ବି ହଉ ଆମେ ତଳକୁ ଯିବା, ତଳରେ ପୁଲର ଅବସ୍ଥା ଦେଖିବା। ଆଉ ବିଶେଷ କରି ଆମ ପ୍ରତିନିଧି ମାନଙ୍କୁ ଅନୁରୋଧ ମଧ୍ୟ କରିବା ଯେ ୟାର ପୁନରୁଦ୍ଧାର ଏଥର ହଉ ଯେମିତି, ଆଉ ଆମର କିମ୍ବଦନ୍ତୀ ସାରା ଓଡିଶାର ଲୋକମାନେ ଜାଣିପାରନ୍ତୁ। ଆଉ ଏଇ କିମ୍ବଦନ୍ତୀକୁ ଆମେ ଯେମିତି ଗର୍ବ କରିପାରିବା। Oh my God. ଆଉ ଦେଖନ୍ତୁ ଆମ କଳା ସଂସ୍କୃତି ଆଜି ବି ବଞ୍ଚି ରହିଛି। ଆଉ ସେଇ ଜମାନାର କାରିଗରୀ ଆପଣ ଦେଖିଲେ ଫିଲ୍ କରିପାରୁଥିବେ କେତେ ସୁନ୍ଦର ହେଇଛି। ବାସ୍ତବରେ ଆମ ଲୋକାଲ ଏରିଆରେ ଏଇଭଳିଆ ଜାଗା ଥିଲା ବୋଲି ମୁଁ ତ ନିଜେ ଜାଣିନଥିଲି। ତେଣୁ ଏଇ ଭିଡିଓ ଜରିଆରେ ଯଦି ଆପଣ ଦେଖୁଛନ୍ତି ନିଶ୍ଚିତ ଭାବେ ଥରେ ଆସନ୍ତୁ, ବୁଲିକି ଯାଆନ୍ତୁ। ଆପଣ ଦେଖନ୍ତୁ କେତେ ସୁନ୍ଦର ଭାବରେ କରାଯାଇଛି ପୁଲଟା। ଆଉ ଏ ପୁଲ ଆଜିର ନୁହେଁ, ବହୁତ ପୁରାତନ।
ଯେତେବେଳେ ମୟୂରଭଞ୍ଜ ରାଜା ଶାସନ ଥିଲା ସେଇ ସମୟରେ ପୁଲ ତିଆରି ହେଇଥିଲା। ଆଉ ଆଜି ଯଦି ଆପଣ ଦେଖି ଅନୁଭବ କରିବେ ଏ ପୁଲ ଆହୁରି 100 ବର୍ଷ ପର୍ଯ୍ୟନ୍ତ ଏମିତି ଦଣ୍ଡାୟମାନ ହେଇଥିବ, କିଛି ହେଇନାହିଁ ପୁଲକୁ। ଆଉ ପୁଲରେ ପୁରା ମାଙ୍କଡା ପତ୍ର ବ୍ୟବହାର ହେଇଛି। ଆଉ ଏତେ ମାଙ୍କଡା ପତ୍ର କେମିତି ଆସିଲା ଏଇ ଜାଗାକୁ ତାହା ମଧ୍ୟ ଆଜି ଜଣା ପଡୁନାହିଁ। ଦେଖନ୍ତୁ କେବଳ ମାଙ୍କଡା ପତ୍ର ୟୁଜ ହେଇନାହିଁ, ସେଥିରେ ତାର କିଛି ଡିଜାଇନ ବା କାରିଗରୀ ମଧ୍ୟ ହେଇଛି। ଆଉ ଆପଣ ଯଦି ଦେଖିବେ ଭଲ ଭାବରେ ଲକ୍ଷ୍ୟ କରନ୍ତୁ, ମାଙ୍କଡା ପତ୍ରର ପ୍ରତ୍ୟେକ ଜାଗାରେ ଦେଖନ୍ତୁ କିଛି ଫୁଲିଆ ଅଂଶ ରହିଛି, ଯାହା ବାହାରକୁ ବାହାରିକି ଆସିଛି। ଆଉ ଦୂରରୁ ବହୁତ ସୁନ୍ଦର ଦେଖାଯାଉଛି। ଆଉ ବିଶେଷ କରି ଏହା ଏତେ ସୁନ୍ଦର ଭାବେ ତିଆରି ହେଇଛି, ଆପଣ ଦେଖିଲେ ହିଁ ଇମାଜିନ କରିପାରିବେ। ଆଉ ବିଶେଷ କରି ମୁଁ କହିବି ଏଇ ପାଖରେ ମାଙ୍କଡା ପତ୍ର ମିଳିବା ବହୁତ କଷ୍ଟକର, କିନ୍ତୁ ସେଇ ରାଜା ମହାରାଜ ସମୟରେ କେତେ ଦୂରରୁ ଏ ପଥର ଆସିଥିଲା, କେମିତି ଏ ପୁଲ ତିଆରି ହେଇଥିଲା। ଆଉ ଏଇ ଗୋଲେଇଟା ଦେଖନ୍ତୁ କେତେ ସୁନ୍ଦର ଭାବରେ କରାହେଇଛି। ଆପଣ ଏ କାରିଗରୀ ନିଜ ଆଖିରେ ନ ଦେଖିଲେ ଭିଡିଓରେ ଜାଣିପାରିବେନି। ତେଣୁ ଦିନ ସମୟ କାଢନ୍ତୁ ଆଉ ଆସନ୍ତୁ। ଆଉ ବିଶେଷ କରି ଏଥର ନିର୍ବାଚନ ଆସୁଛି, ଆମ ପ୍ରତିନିଧିମାନଙ୍କୁ ରିକ୍ୱେଷ୍ଟ କରୁଛି ଯେମିତି ଏହାର ପୁନରୁଦ୍ଧାର ହେଇପାରିବ, ଆଉ ଥରେ ଏଇ ଲୋକମାନେ ରେଳ ସଂଯୋଗୀକରଣ ସହ ସମ୍ପୃକ୍ତ ହେଇପାରିବେ ସେଥିପ୍ରତି ଟିକେ ଦୃଷ୍ଟି ଦେବେ। ଆଉ ଏଠାକାର ଅଧିବାସୀ ମାନଙ୍କ ସହିତ କଥା ହେଲୁ। ତାଙ୍କ କହିବା ଅନୁଯାୟୀ ପୂର୍ବରେ ବହୁତ ପୂର୍ବେ ଲୋକ ତ ବହୁତ କମ ଯିବା ଆସିବା କରୁଥିଲେ ରେଳରେ, କିନ୍ତୁ ରେଳ ଜରିଆରେ ସେତେବେଳେ ପଥର ଏବଂ କାଠ ବହୁତ ପରିମାଣରେ ଏଠାରୁ ଯାଉଥିଲା ବାହାରକୁ। ଆଉ ବିଶେଷ କରି ଇଂରେଜ ଶାସନ ସମୟରେ ବହୁତ ସାରା କାଠ ଏଠାରୁ ଯାଉଥିବାର ସୂଚନା ମିଳିଲା। ଲୋକମାନେ ଯାହା କହୁଛନ୍ତି, ଆଜିରୁ ପ୍ରାୟ ଯୋଉ ବୁଢାବୁଢୀ ଅଛନ୍ତି ବା ମଉସା ମାଉସୀ ମାନେ ଅଛନ୍ତି, ତାଙ୍କ କହିବା ଅନୁଯାୟୀ ବହୁତ ସମୟ ଆଗରୁ ରେଳରେ ବହୁତ ସାରା କାଠ ଏଠାରୁ ଯାଉଥିଲା। ଆଉ ବହୁତ ସାରା ଇଂରେଜ ସରକାର ମଧ୍ୟ ଆସିଥିଲେ, ବା ଇଂରେଜ ସରକାର କହିଲେ ସେତେବେଳେ ଇଂରେଜ ପ୍ରତିନିଧି ବା ଅଫିସର, ତ ସେମାନେ ବହୁତ ସମୟରେ ଏଠାକୁ ଭିଜିଟ ମଧ୍ୟ କରିଛନ୍ତି, ତାଙ୍କ ସହିତ କଥାବାର୍ତ୍ତା ବି ହେଇଛନ୍ତି। ବାସ୍ତବରେ ସେମାନଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଆଉ ସମୟ ମିଳିଲେ ସେମାନଙ୍କ ସହିତ ଆମେ କଥା ମଧ୍ୟ ଆପଣଙ୍କୁ କରେଇବୁ। ଅନେକ ସମୟରେ ଆମେ ବହୁତ ଦୂର ଦୂରାନ୍ତକୁ ଟୁରିଜିମରେ ଯାଉ, ବୁଲିବା ପାଇଁ ଯାଉ। ଆଉ ବିଶେଷ କରି ଏହା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ। ଆଉ ବାଙ୍ଗିରିପୋଷି ମାର୍କେଟ ଠାରୁ ମାତ୍ର 15 କିଲୋମିଟର ଭିତରେ। ତେଣୁ ଆପଣମାନେ ସମୟ କାଢିକି ଥରେ ଆସନ୍ତୁ। ଶିମିଳିପାଳ ପାଦ ଦେଶରେ ଏହା ଅବସ୍ଥିତ। ପ୍ରାକୃତିକ ସବୁଜିମାର ମଜା ମଧ୍ୟ ନେଇପାରିବେ। ଆଉ ଏଠାରେ ଦେଖନ୍ତୁ ପାଣି ଅଛି, ଛୋଟିଆ ନଦୀଟିଏ ଅଛି, ସେଥିରେ ମଧ୍ୟ ଗାଧେଇ ପାରିବେ, ପିକନିକ କରିପାରିବେ। ବହୁତ ବଢିଆ ଲାଗିବ। ଆପଣଙ୍କୁ ଗୋଟେ ଦିନ ସମୟ କାଢିକି ଆସନ୍ତୁ, ଏଠାରେ ଦେଖିପାରିବେ ପୁନା କୀର୍ତ୍ତିରାଜି ଏବଂ ପ୍ରାକୃତିକ ଯୋଉ ସୁନ୍ଦରତା ଅଛି ତାକୁ ମଧ୍ୟ ଉପଭୋଗ କରିପାରିବେ। ବର୍ତ୍ତମାନ ଆପଣଙ୍କୁ ଏଇ ପ୍ରାକୃତିକ ଗନ୍ତାଘରର କିଛି ସୁନ୍ଦର ମୁହୂର୍ତ୍ତ ଭିଡିଓ ଆପଣଙ୍କୁ ଦେଖାଇବା ପାଇଁ ଚାହୁଁଛି, ଯାହାକୁ ଆପଣ ବ୍ୟସ୍ତବହୁଳ ଜୀବନରେ ଦେଖିଲେ ବହୁତ ଖୁସି ପାଇବେ। ତ ଧ୍ୟାନ ଦେଇ ଦେଖନ୍ତୁ ଏଇ ପ୍ରାକୃତିକ ସବୁଜିମାର କିଛି ଗୂଢ ରହସ୍ୟ। ଆଉ ଆମ ସହିତ ଅଛନ୍ତି ବର୍ତ୍ତମାନ ଜଣେ ମଉସା। ଆଉ ତାଙ୍କ ଠାରୁ ପଚାରି ବୁଝିବା ଏଇ ଯୋଉ ପୋଲ ଅଛି ୟାର କିମ୍ବଦନ୍ତୀ କଣ। ଆଚ୍ଛା ମଉସା, ଏଇ ପୋଲଟା କେତେ ପୁରୁଣା? ହେଲା ବହୁତ ପୁରୁଣା। ମୋର ଅଜା ବି ଅମଳ ବି ଦେଖି ନାହିଁ। ଓହୋ, ତାଙ୍କ ଆପଣ ଅଜା ବି ଦେଖି ନାହାନ୍ତି ତାହେଲେ? ଆଚ୍ଛା ଆଚ୍ଛା ଆଚ୍ଛା, ସେ ଜନ୍ମ ହୋଇଛନ୍ତି। ଆଚ୍ଛା, ଏଇଟା ଆଗରୁ କଣ ଟ୍ରେନ ଆସୁଥିଲା ଏଇଟାରେ? ହଁ, ବହୁତ ଦିନ ଆସିଥିଲା। କେତେ ଦୁରିଆ ଯାଉଥିଲା ଏଇଟା? ତାଳବନ୍ଦ ପ୍ରାଣବନ୍ଦ ଏଇ ପାହାଡ କଥା ପର୍ଯ୍ୟନ୍ତ ଯାଉଥିଲା। ହଁ, ଲୋକ ଯାଉଥିଲେ, ବହୁତ ହଁ ଲୋକ। ବହୁତ ଲୋକ ଯାଇଥିଲା। ଆଉ ଆମେ ଶୁଣୁଥିଲୁ ଏଠି କାଠ ବି ଆଗରେ ବହୁତ ଯାଉଥିଲା ଟ୍ରେନରେ ବୋଲି। ହଁ, ସେ ଦେଇକରି ଛାଡିଦେଲା ଓହୋ, ଟ୍ରେନ। ଓହୋ, ଡେଞ୍ଜର ଘାଟ ଫରେଷ୍ଟ କହିଦେଲ ଟ୍ରେନ ଛାଡିବନି, ନହେଲେ ଆମର ଜଙ୍ଗଲଟା ନଷ୍ଟ ଉଜାଡି ଦିଆଯିବ। ଆଚ୍ଛା ଆଚ୍ଛା, ତାମାନେ ଜଙ୍ଗଲ ବିଭାଗ ମନା କଲା ଯେ ଟ୍ରେନ ଏଥିପାଇଁ ଚାଲି ପାରିବନି, ବହୁତ ସାରା କାଠ ବାହାରକୁ ପଳଉଛି ବୋଲି ନା? ଆଚ୍ଛା, ଆଉ ଇଂରେଜ ମାନେ କେବେ ଆସିଥିଲେ ଦେଖିଛ? ଆଗରୁ କେବେ ଇଂରେଜ ମାନଙ୍କୁ ଦେଖା ହେଇଛି କେବେ? ହଁ, ଦେଖିଅଛ ଆଉ। ରାଜା ଅମଳ କଥା ନା। ହଁ, ଏଇ ଯୋଉ ପୋଲଟା ତିଆରି ହେଇଛି, ପୁରା ମାଙ୍କଡା ପଥରରେ ତିଆରି ହେଇଛି। ତ ସିମେଣ୍ଟ ବି ୟୁଜ ହେଇନି, ଏଟା ସେଇ ଚୂନରେ ଲାଗିଛି ପଥର ଗୁଡା। ଚୂନ ବାଲି, ଚୂନ ବାଲି ନା? ସିମେଣ୍ଟ ନାହିଁ। କିନ୍ତୁ ବର୍ତ୍ତମାନ ଯେତିକି ଷ୍ଟ୍ରଙ୍ଗ ଅଛି, ଇଏ ତ ଆହୁରି 50-100 ବର୍ଷ ପଳେଇବ, ଯେତିକି ଷ୍ଟ୍ରଙ୍ଗ ଅଛି ପୁରାପୁରି। ଏଇ ପାଖାପାଖି ତ ଏ ପଥର ନା, ଏଟା କୋଉଠୁ ଆସିଥିଲା? ସେଟା ମୁଁ କହିପାରିବିନି। ବହୁତ ଆଗର କଥା ନା? ବହୁତ ଆଗର କଥା ନା। ତ ଆଉ ଥରେ ଯଦି ଟ୍ରେନ ଟା ଚଳାଚଳ ହୁଏ, ଏଠି ବହୁତ ସୁବିଧା ହେଇଯିବ ନାଇଁ? ହଁ, ପୁରାପୁରି। ଟ୍ରେନ ଆଉଥରେ ଆସିବା ବୋଲି। ତମେ ଆସିଛ ଏଇ ଟ୍ରେନରେ? ଥରେ ବି ଆସିଛ ଟ୍ରେନରେ ବସିଛ? ଏଇ ଟ୍ରେନରେ ନାଇଁ ଟ୍ରେନରେ ବସିନି ନା, ଖାଲି ଦେଖିଛ ନା? ଦେଖି ନାହିଁ। ଦେଖିନି? ନାଇଁ, ତୁମ ଅଜା ଜେଜେବାପା ସମୟର କଥା ନାଇଁ? ବ୍ରିଟିଶ ସମୟରେ ଆଉ।
मौसा की कहूछन उपरू टिके देखै दियो राजा भाई ଆଉ ଆଜି ତ ପାଗ ବହୁତ ସୁନ୍ଦର କରିଛି ଆଉ ବିଶେଷ କରି ସମସ୍ତଙ୍କ ଜୀବନରେ ବ୍ୟସ୍ତବହୁଳ ସମୟ ଅଛି ତ ସେଇ ବ୍ୟସ୍ତବହୁଳ ସମୟ ଭିତରୁ ଅଳ୍ପ ସମୟ ନିଜ ପାଇଁ କାଢ଼ନ୍ତୁ ଆଉ ଏଇ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରନ୍ତୁ ଦେଖିବେ ଜୀବନରେ ବହୁତ ସାରା ଖୁସି ମିଳିବ ଆଉ ଏମିତି କିଛି ଖୁସି ଥାଏ ଯାହାକୁ ପଇସା ଦେଇ କିଣି ହୁଏନି ସେଟା ହେଉଛି ପ୍ରକୃତିର ଖୁସି ତ ଥରେ ଆସନ୍ତୁ ବୁଲିକି ଯାଆନ୍ତୁ ଦେଖିବେ ବହୁତ ସାରା ଆନନ୍ଦ ପାଇବେ ଆଉ ବିଶେଷ କରି ଆପଣଙ୍କୁ ଅନୁରୋଧ କରିବି ଯଦି ମୋ ଚ୍ୟାନେଲ ପ୍ରଥମ କରି ଆସିଛନ୍ତି ତାହେଲେ ମୋ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ ପୁଣି ଦେଖ ଆଉ ଗୋଟେ ଭିଡ଼ିଓରେ ଜୟ ଜଗନ୍ନାଥ।